ରଘୁନନ୍ଦନ ଠାକୁର ଜଣଙ୍କର କେତେବେଳେ ଆମେ ଭକ୍ତି ମାର୍ଗରେ ଅଛେ ତ ଆମେ କେତେବେଳେ ଏଇ ଭକ୍ତିର ସେ ଟାଞ୍ଜିବଲ ଇଫେକ୍ଟ, ଟାଞ୍ଜିବଲ ମାନେ ଗୋଟେ ଆଖି ଦୃଷ୍ଟି ଗୋଟେ ଆମେ ଅନୁଭବ କରିପାରିବା। ପ୍ରଭୁପାଦ କୁହନ୍ତି କି ସାଧନା ଭକ୍ତିର ସ୍ତରରେ ମଧ୍ୟ ଆମେ ଶୁଦ୍ଧ ଭକ୍ତି କରିପାରିବା। ଜୀବନର ଲକ୍ଷ୍ୟ ଅଛି ଆମେ ଶୁଦ୍ଧ ଭକ୍ତି କରିବା ପାଇଁ। କିନ୍ତୁ ଆମେ ଯେତେବେଳେ ପ୍ରାରମ୍ଭିକ ସ୍ତରରେ ଭକ୍ତି କରନ୍ତି ଆମକୁ ଲାଗେନି କି ଆମେ ନାମ ଜପ କଲେ କିଛି ହଉଛି, କିମ୍ବା ଆମକୁ ଲାଗେନି କି ଆମେ ଭଗବାନଙ୍କ ସହିତ ଏତେ କନେକ୍ଟେଡ ଫିଲ୍ କରିପାରନ୍ତି ବୋଲି। ତ ସେଇଥିପାଇଁ ଆମକୁ କଣ କରିବାକୁ ପଡିବ, ଯଦି ଆମେ ଜେନ୍ୟୁନଲି ଚାହାନ୍ତି କି ଆମେ କିଛି ଭକ୍ତିର ପ୍ରଭାବରେ ପ୍ରଭାବିତ ହୁଅନ୍ତୁ ବୋଲି, ତ ଆମକୁ 6 ପ୍ରକାରର ଶରଣାଗତିକୁ ପ୍ରାକ୍ଟିସ କରିବାକୁ ପଡିବ। ଆଜିକାଲି ମୁଁ ଲିଷ୍ଟ କହିବି, ଆଗରୁ ବି କହିଥିଲି କିନ୍ତୁ ଆଜି ସମସ୍ତଙ୍କୁ ମୁଁ ଚେଷ୍ଟା କରିବି ମନେ ରଖିବା ପାଇଁ। 6 ପ୍ରକାର ଶରଣାଗତି କଣ ଅଛି ଆଉ ଆମକୁ ତାକୁ ପ୍ରାକ୍ଟିସ କରିବାକୁ ପଡିବ। ଯିଏ ହିଁ ପ୍ରାକ୍ଟିସ କରିବ ସେ ଭକ୍ତିର ପ୍ରାକ୍ଟିକାଲ ଇଫେକ୍ଟ ଅନୁଭବ କରିପାରିବ। କଣ? ଆନୁକୂଲ୍ୟସ୍ୟ ସଂକଳ୍ପ ପ୍ରତିକୂଲ୍ୟସ୍ୟ ବର୍ଜନମ୍ ରକ୍ଷ୍ୟସି ଇତି ବିଶ୍ୱାସୋ ଗୁପ୍ତତ୍ୱେ ପରଣମ୍ ତଥା ଆତ୍ମ ନିକ୍ଷେପ କାର୍ପଣ୍ୟେ ଶରଣାଗତି। ସମସ୍ତେ ଏଇ 6 ପ୍ରକାରର ଶରଣାଗତିକୁ ଅଭ୍ୟାସ କରିବାର ଅଛି। ପ୍ରଥମେ କଣ କି ଭକ୍ତିର ଅନୁକୂଳର ଯେ ସବୁ ଜିନିଷ ଅଛି ତାକୁ ସ୍ୱୀକାର କରିବା ଅଛି। ଭକ୍ତିର ଅନୁକୂଳରେ ଜିନିଷ ସ୍ୱୀକାର କରିବାର ଅଛି କଣ? ଯେମିତି ଆମେ ଭଗବାନଙ୍କର ନାମ ଜପ କରିବା, ପ୍ରତ୍ୟେକ ଦିନ ନିୟମିତ ରୂପରେ ନିଷ୍ଠାପର ଭାବରେ ସାଧୁ ସଙ୍ଗରେ ଆମକୁ କଣ କରିବାର ଅଛି, ଭଗବାନଙ୍କର ନାମ ଜପ କରିବାର ଅଛି। ତ ଏଇଟା ପ୍ରଥମ ଅଙ୍ଗ। କିମ୍ବା ଭଗବାନଙ୍କର ଦର୍ଶନ କରିବା, ଭଗବାନଙ୍କର ମହାପ୍ରସାଦ ସେବନ କରିବା, ସାଧୁସଙ୍ଗ କରିବା, ହରିକଥା ଶ୍ରବଣ କରିବା, ତ ଏ ସବୁ ଜିନିଷ କଣ କରିବାର ଅଛି, ଭକ୍ତିର ଅନୁକୂଳ ଅଛି। ତାପରେ କହୁଛନ୍ତି ପ୍ରତିକୂଳ ଜିନିଷକୁ ବହିଷ୍କାର କରିବା। ପ୍ରତିକୂଳରେ କଣ ଆସେ, ଯେମିତି ଆମେ ଶୁଣନ୍ତି 4ଟା ନିୟମ, ମାଂସାହାର ନାହିଁ, କୌଣସି ପ୍ରକାର ଜୀବଙ୍କୁ କଷ୍ଟ ଦେବାର ନାହିଁ, ଜୀବ ହତ୍ୟା ନାହିଁ, ଅବୈଧ ସ୍ତ୍ରୀ ପୁରୁଷ ସଙ୍ଗ ନାହିଁ, କି ନିଶା ଦ୍ରବ୍ୟ ଇତ୍ୟାଦିର ସେବନ ନାହିଁ, ଜୁଆ ଖେଳିବା ଇତ୍ୟାଦି ନାହିଁ, ମିଥ୍ୟା କହିବା ଇତ୍ୟାଦି ନାହିଁ, ବିଭିନ୍ନ ଜିନିଷ ଅଛି ଯୋଉ ଜିନିଷ ଗୁଡା ଆମକୁ ବହିଷ୍କାର କରିବାର ଅଛି। ଆନୁକୂଲ୍ୟସ୍ୟ ସଂକଳ୍ପ ପ୍ରତିକୂଲ୍ୟସ୍ୟ ବର୍ଜନ। ତାପରେ କଣ, ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ସଂରକ୍ଷଣ ଉପରେ ପୂର୍ଣ୍ଣ ବିଶ୍ୱାସ ବହୁତ ମହତ୍ଵ ରଖେ। ଆମକୁ କାହିଁକି ଆମେ ଏକ ତ ଆମର କୁହାଯାଏ ଗୋଟେ ସାଂସ୍କ୍ରିଟରେ ଗୋଟେ ଜିନିଷ ଅଛି ତତ୍ଵ ବିଭ୍ରମ, ଆମେ ଏତେ କନସେପଚୁଆଲି କ୍ଲିଅର ନୁହନ୍ତି। ପୂର୍ବ ଜନ୍ମର ସ୍ୱୀକୃତ ଅନୁସାରେ ଆମେ କେବଳ ଭକ୍ତିର ମାର୍ଗକୁ ଆସିଛନ୍ତି, ତ ଏହା ବହୁତ ସୁନ୍ଦର, କିନ୍ତୁ ଆମେ ଯେପର୍ଯ୍ୟନ୍ତ କନସେପଚୁଆଲି କ୍ଲିଅର ନହବା ସେ ପର୍ଯ୍ୟନ୍ତ ଆମକୁ ଡିଫିକଲ୍ଟ ହବ ଭକ୍ତି ଜୀବନରେ ଭକ୍ତିରେ ବଞ୍ଚିବା ପାଇଁ। ତେଣୁ ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କର ସଂରକ୍ଷଣରେ ପୂର୍ଣ୍ଣ ବିଶ୍ୱାସ। ତ ଏହାର ଅର୍ଥ କଣ, ଭଗବାନ ସାରା ସଂସାରର ନିୟନ୍ତା, ଭଗବାନ ଆମ ହୃଦୟରେ ଭକ୍ତିକୁ ସୃଷ୍ଟି କରନ୍ତି, ପ୍ରତିପାଳନ କରନ୍ତି ଏବଂ ସଂରକ୍ଷଣ କରିବେ। ତ ଆମକୁ ଅଧୈର୍ଯ୍ୟ ହବାର ନାହିଁ, ଆମକୁ ଭକ୍ତିକୁ ଯାହାବି ମାର୍ଗ ଆମକୁ ପ୍ରଭୁପାଦ ଇତ୍ୟାଦି ପ୍ରଦାନ କରିଛନ୍ତି ତାକୁ ସୁଚାରୁ ରୂପେ ପାଳନ କରିବାର ଅଛି। ସମୟରେ କିଛି ସାମୟିକ ଯେତେବେଳେ କିଛି ସମସ୍ୟା ଆସିବ, ସେ ସମସ୍ୟାକୁ ଆମକୁ କଣ କରିବାର ଅଛି, ଟିକେ ନଜର ଅନ୍ଦାଜ କରିବାର ଅଛି, ଅର୍ଥାତ ପୁନଃ ଭକ୍ତିର ମାର୍ଗରେ ନିଜକୁ ପ୍ରତିଷ୍ଠିତ କରିବାର ହିଁ ଅଛି। ତ ମୁଁ ସମସ୍ୟା ହଉଛି, ମୋ ଦେହ ଖରାପ ଅଛି, ମୁଁ ନାମ ଜପ କରିପାରୁନଥିଲି, ମତେ ଲାଗୁଛି ମୁଁ କରିପାରିବିନି, କିନ୍ତୁ ଯଦି ମୁଁ ବୁଝିବି କି ନାମ ଜପ କରିବାର ଉଦ୍ଦେଶ୍ୟ ମତେ ଜନ୍ମ ମୃତ୍ୟୁ ଜରାଖାଇ ଚକ୍ରରୁ ମୁକ୍ତ ହବାର ଅଛି, ତାହେଲେ ଏ ଶାରୀରିକ କଷ୍ଟ ମୋ ପାଇଁ ବେଶୀ ନୁହଁ, କିଛି ବି ନୁହଁ। କାରଣ ଭାବ ଯୋଉ ସମୟରେ ଆମେ 84 ଲକ୍ଷ ଜୀବଜନିରେ ଅନନ୍ତ ବାର ଭ୍ରମଣ କରିକି କେବଳ ଭୋଗ କରିକି ଆସିଛେ, ତ ତା ତୁଳନାରେ ଏତିକି ଶାରୀରିକ କଷ୍ଟ କଣ ବା ହେଇପାରେ, କିଛି ନୁହେଁ। ତେଣୁ ସେଥିପାଇଁ ଆମକୁ ଶାରୀରିକ କଷ୍ଟକୁ ସ୍ୱୀକାର କରିବାର ଅଛି, ତପସ୍ୟାର ଗୁଣ ଆଣିକି
शारीरिक कष्ट मानसिक कष्ट को स्वीकार करिवार अछि। स्वीकार करिवार माने नुहे ता द्वारा आमे भासी जिवा। स्वीकार करिवार अर्थ ताको ग्रहण करिवा किंतु ताको कोनोसी प्रायोरिटी देवा नहीं। कहीं ना ये 7 प्रकार दुख तो हम पाइबा ही पाइबा। जन्म मृत्यु जरा व्याधि आदि भौतिक क्लेश आदि दैविक क्लेश आध्यात्मिक क्लेश। ये जगत रो ना हला दुखालय मठाश्रतम। तेणु पाइबा ही पाइबा। तेणु आमକୁ कौन करार अछि या पर बेसी ध्यान देवार नहीं। ध्यान देवार अछि भगवान सुंदर भाव रे केमते हमें भजन कर परिबा। आफ्टर ऑल हमको डे एंड रे या फिर जीवन न अंतिम समय रे भगवान नारायण को स्मृति करके भगवान का धाम को जीवार अछि। तापरे भगवान को निजर संरक्षक व स्वामी रूप में स्वीकार करिबा। भगवान संरक्षण को ग्रहण करिबा एवं भगवान को निजर संरक्षक व स्वामी रूप में स्वीकार करिबा कि कृष्ण ही मोर एकमात्र लक्ष्य। भगवान कृष्ण को प्राप्ति करिवार कौनसी देवी देवता कौनसी प्रकार मानसिक कल्पना कल्पना रे आधारित कौनसी प्रकार आश्रय तो ये सबू मिथ्या आश्रय। तेणु टेम्परारी। तेणु या पर अधिक ध्यान न देकी एकनिष्ठ एक केवल भगवान श्री कृष्ण चरण कमल को समर्पित करिवार मनोभाव को हमको प्रकाश करिया पड़े। आमे देखि परिबा आमे तळे जप तप करूछे भजन साधन करूछे तो तार बैकड्रॉप रे ये सब जिंस अछि कि नाही। तापरे कहले कोन भगवान श्री कृष्ण को निज संरक्षक व स्वामी रूप में स्वीकार करिबा। चतुर्थ गला एटा कोन छी विश्वास गुप्तत्व वर्ण। गुप्तत्व माने is a confidentially accepting the supreme lord krishna as everything in our life। तापरे आत्म निक्षेप कार्पण्य पूर्ण आत्मसमर्पण आत्म निक्षेप कार्पण्य। तो अर्थात भगवान श्री चरण कमल रे हमको पूर्ण रूप से शरणागत होवार अछि। समर्पण कराया अछि। मानस देह गेह जो किछु मोर अर्पिलु तुआ पदे नंद किशोर। तो आपणकर पाद पद्म रे मु आज किछि सब किछि समर्पण करूछि। तो बहुत समय रे आमे इमोशनली अर्थात मानसिक रूप रे आमे सब भावंती कि नाही ठीक अछि मु तो भगवान केतेबेले से सब हुए कहितले कि चतुर्विधा वदन्ते मां जना सुकृतिन अर्जुन आर्तो जिज्ञासुरर्थार्थी ज्ञानी च भरत। समस्या पड़े हेतले आमे समर्पण हुअन्ति। वास्तव रे सेटा भक्तिर लक्षण नुहे एबे शुद्ध भक्तिर लक्षण नुहे। समस्त समय रे आमे भगवान का निकट समर्पण हवा। भक्त केवे भी भौतिक आशा आकांक्षा पाई भौतिक समस्या समाधान पाई कृष्ण को डाके नहीं। भक्त कहे कौन कि भगवान मो जीवन जहाँ भी दुख अच्छी मते भोग करने दिंतु किंतु आपण मते छाड़िकी जातुनि। आपणकर संगठन तो मुझे सब समय पाऊ थाए किंतु मो जीवन दुख मु ही भोग करी मते आपण को माने आपण मु जानी आपण सब किसी को निष्क्रिय कर दे परिबे किंतु मु आपण को एते कष्ट देबा पई चाहेनी। मो दुख मु भोग करी किंतु आपण मोर पाखरे रुहतु मु आपण को ऊपर आश्रय करिकी मु आपण को निकट सेवा करिवे। तो एटा कौन कहली आत्मसमर्पण एवं दैन्यता। दैन्यता माने मोर कौनसी सामर्थ्य नाही मोर कौनसी सामर्थ्य नाही। तो विशेष करके आमे जेतबेले सामर्थ्यर कथा आसे सेतबेले आम भावंती कि ए जगत रे मोर किछि अछि मते कि सुरक्षा देव। भागवतम रे वर्णना कराई छि कोन कि परिवार किए करछन्ती तो पिता भावे मोर समत मोर पुत्र मोर स्त्री कन्या समस्ते मोर सैनिक बेलिया से मो मधुमरु मधु बंचे देवे। जो माने आश्रित अछन्ती से भी से कथा भावंती कि मो बापा अछन्ती ना मो माँ अछन्ती ना गुरुजन माने अछन्ती ना मो दुनिया रे कोन हबो। तेणु से स्तर रे आमे भगवान को भी व्यवहार कर दियंती। तेणु से ए जगत रे आमे निश्चय भाव दैन्य कह जाए। कृष्ण प्रेम बिना दरिद्र व्यर्थ जीवन। तेणु भगवान को प्राप्त न करिकी आम जीवन वास्तव रे दरिद्र जीवन। तेणु से आम निजर दैन्यता प्रकाश करवा। दैन्यतार अर्थ ह्यूमिलिटी अर्थ आम कहूलु कि भगवान श्री कृष्ण ऊपर पूर्ण निर्भरशीलता एक्सक्लूसिव डिपेंडेंस ऑन सुप्रीम लॉर्ड कृष्ण एंड थिंकिंग oneself or feeling oneself insignificant। निजको न्यूनतम स्तर अनुभव करिकी भगवान को ऊपर पूर्ण निर्भरशील। ये 6 प्रकार शरणागति तो मु आशा करछि समस्त बुझी पारुथिबे।
ମୁଁ ଚାହୁଁଛି ସମସ୍ତେ ଥରଟି ଉଚ୍ଚାରଣ କରିବା, ତାପରେ ଆମେ ଭଗବାନଙ୍କ ନାମ ଜପ କରିବା। ସମସ୍ତେ ଅନମ୍ୟୁଟ କରିକି ଉଚ୍ଚାରଣ କରିପାରିବ। ପ୍ରଥମ ହେଲା ଭକ୍ତିର ଅନୁକୂଳ ସମସ୍ତ ଜିନିଷକୁ ସ୍ୱୀକାର କରିବା। ସମସ୍ତେ ଅନମ୍ୟୁଟ କରି ଉଚ୍ଚାରଣ କର। ଭକ୍ତିର ଅନୁକୂଳ ଭକ୍ତିର ଅନୁକୂଳ ସମସ୍ତ ଜିନିଷକୁ ସ୍ୱୀକାର କରିବା। ଭକ୍ତିର ପ୍ରତିକୂଳ ସମସ୍ତ ଜିନିଷକୁ ବର୍ଜନ କରିବା। ଭକ୍ତିର ପ୍ରତିକୂଳ ସମସ୍ତ ଜିନିଷକୁ ବର୍ଜନ କରିବା। ଭଗବାନ ଶ୍ରୀକୃଷ୍ଣଙ୍କର ସଂରକ୍ଷଣ ଉପରେ ପୂର୍ଣ୍ଣ ବିଶ୍ୱାସ କରିବା। ଭଗବାନ ଶ୍ରୀକୃଷ୍ଣଙ୍କର ସଂରକ୍ଷଣ ଉପରେ ପୂର୍ଣ୍ଣ ବିଶ୍ୱାସ କରିବା। ଭଗବାନ ଶ୍ରୀକୃଷ୍ଣଙ୍କୁ ସଂରକ୍ଷକ ବା ସ୍ୱାମୀ ରୂପରେ ବରଣ କରିବା। ଭଗବାନ ଶ୍ରୀକୃଷ୍ଣ କୃଷ୍ଣକୁ ସଂରକ୍ଷକ କିମ୍ବା ସ୍ୱାମୀ ଉପରେ ବର୍ଣ୍ଣନ କରିବା। ପୂର୍ଣ୍ଣ ଆତ୍ମସମର୍ପଣ ପୂର୍ଣ୍ଣ ଆତ୍ମସମର୍ପଣ ଆତ୍ମସମର୍ପଣ ଏବଂ ଦୈନ୍ୟତା। ଏବଂ ଦୈନ୍ୟତା। ଏଇଟାକୁ କୁହାଯାଏ ଷଡଙ୍ଗା ଶରଣାଗତି। 6 ପ୍ରକାର ଶରଣାଗତି ଆମକୁ ଆଜିଠାରୁ ଅଭ୍ୟାସ କରିବାକୁ ପଡିବ। ଠିକ ଅଛି। ବୈଷ୍ଣବମାନେ ବଂଶା କଳ୍ପତରୁ ସଦୃଶ କ୍ଷମାଶୀଳ ଦୟାର ସାଗର ଏବଂ ପତିତ ଜୀବଙ୍କର ଉଦ୍ଧାରକାରୀ। ଦୈନନ୍ଦିନ ଜୀବନରେ ଜ୍ଞାତ ବା ଅଜ୍ଞାତରେ ଯଦି କୌଣସି ସାଧୁ ଗୁରୁ ବୈଷ୍ଣବଙ୍କ ନିକଟରେ ଅପରାଧ ହୋଇଥାଏ, ଆମେ ପ୍ରାତଃ ମୁହୂର୍ତ୍ତରେ ସେମାନଙ୍କ ଚରଣ କମଳରେ କ୍ଷମା ପ୍ରାର୍ଥନା କରିବା ଉଚିତ। वंशाकल्पतरुर्वश्य कृपा सिन्धुभ्येव च पतितानं पावनेभ्यो वैष्णवेभ्यो नमो नमः। अनंत कोटि वैष्णव भक्त वृंद की जय।